हेलो फ्रेंड्स ମୁଁ ସୁମନ ଆପଣ ସ୍ୱାଗତ କରୁଛି ପୁଣି ଥରେ ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଜବ୍ ଆଲର୍ଟକୁ। ଦେଖନ୍ତୁ ଫ୍ରେଣ୍ଡସ୍ ଆସିଅଛି ବିଏସ୍ଏଫ୍ ଯାହାକି ବରଗଡ଼ ସିକ୍ୟୁରିଟି ପୋଷ୍ଟ ଭ୍ୟାକେନ୍ସି ଉପରେ ଆସିଅଛି, ଯାହାକି ଆପଣଙ୍କର ବମ୍ପର ଭ୍ୟାକେନ୍ସି 3500 ପ୍ଲସ୍ ପୋଷ୍ଟ ଭ୍ୟାକେନ୍ସି ଆସିଅଛି। ତେଣୁ এই ପୋଷ୍ଟର ଡିଟେଲ୍ସ ଜାଣିବାକୁ ହେଲେ ଆପଣଙ୍କୁ ସମ୍ପୂର୍ଣ୍ଣ ଦେଖିବାକୁ ପଡ଼ିବ ଭିଡ଼ିଓ, ତେଣୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ଯଦି ଚ୍ୟାନେଲକୁ ନୂଆ ଆସିଛନ୍ତି ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦେବେ ରଖନ୍ତୁ, କାରଣ ସମସ୍ତ ଜବ୍ ଇନଫର୍ମେସନ୍ ଏହି ଚ୍ୟାନେଲ୍ ମାଧ୍ୟମରେ ଆପଣ ପାଇଯିବେ। ତେଣୁ ଭିଡ଼ିଓ ଯଦି ଭଲ ଲାଗିବ ତାହେଲେ ଲାଇକ୍ କରିବେ, ସେୟାର କରିବେ ଏବଂ ସବସ୍କ୍ରାଇବ୍ କରିବେ। ଆସନ୍ତୁ ଜାଣିବା କ'ଣ ରହୁଛି ପୋଷ୍ଟ ଡିଟେଲ୍ସ ଏବଂ ଆପଣ ଜବ୍ ଭ୍ୟାକେନ୍ସି ଡିଟେଲ୍ସ, କ୍ୱାଲିଫିକେସନ୍, ଏଜ୍ ରିଲାକ୍ସେସନ୍ ଏବଂ ସିଲେକ୍ସନ୍ ପ୍ରୋସେସ୍, এই ଆମ ସିଲାବସ୍ କ'ଣ ରହୁଛି ଆପଣ ଡିଟେଲ୍ସ ଭିଡ଼ିଓ ମଧ୍ୟ କହି ରଖିଛି, ତେଣୁ ଭିଡ଼ିଓ ସମ୍ପୂର୍ଣ୍ଣ ଦେଖନ୍ତୁ ଜାଣିପାରିବେ। ଦେଖନ୍ତୁ ଫ୍ରେଣ୍ଡସ୍ ଆସିଅଛି ବିଏସ୍ଏଫ୍ ଯାହାକି ବରଗଡ଼ ସିକ୍ୟୁରିଟି ପୋଷ୍ଟ ଉପରେ ଭ୍ୟାକେନ୍ସି ଅଛି। ଦେଖନ୍ତୁ ଫ୍ରେଣ୍ଡସ୍ ମୁଁ ଶୋ କରିଦେଉଛି ଏବଂ ପୋଷ୍ଟ ନାମ ଦେଖିବା ଯଦି ଆପଣ ଦେଖନ୍ତୁ କନଷ୍ଟେବଲ୍ ଉପରେ ଭ୍ୟାକେନ୍ସି ଆସିଅଛି, ଯାହାକି ଆପଣଙ୍କର 3588ଟି ପୋଷ୍ଟ ଟୋଟାଲି ଭ୍ୟାକେନ୍ସି ଆସିଅଛି ବମ୍ପର ଭ୍ୟାକେନ୍ସି। ତେଣୁ ଦେଖନ୍ତୁ ସାଲାରୀ ଯଦି କହିବା ଦେଖନ୍ତୁ କହି ରଖୁଛି 21700 ଆପଣ ଷ୍ଟାର୍ଟିଂ ହୋଇକି ଆପଣ 69100 ପର୍ଯ୍ୟନ୍ତ ଆପଣ ସାଲାରୀ ରହିବ ଭ୍ୟାକେନ୍ସି ପର୍ ମନ୍ଥ। ତ ସେଇଭଳି ଦେଖନ୍ତୁ ଫ୍ରେଣ୍ଡସ୍ ଆପଣଙ୍କର ଆସିଅଛି ଆପ୍ଲାଏ ଲାଷ୍ଟ ଡେଟ୍ ଦେଖନ୍ତୁ 23/8/2025 ପାଇଁ ଆପଣଙ୍କର ରହିଛି ଆପଣ ଲାଷ୍ଟ ଡେଟ୍ ରହୁଛି। ଏବଂ ଜବ୍ ଲୋକେସନ୍ ଦେଖନ୍ତୁ ଅଲ୍ ଓଭର୍ ଇଣ୍ଡିଆ କ୍ୟାଣ୍ଡିଡେଟ୍ ଯାହାକି ମେଲ୍ ଏବଂ ଫିମେଲ୍ କ୍ୟାଣ୍ଡିଡେଟ୍ ଆପଣ ଆବେଦନ କରିପାରିବେ। ସେହିଭଳି ଦେଖନ୍ତୁ ଅନଲାଇନ୍ ଆପଣ କେବଳ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଯଦି ଆପଣ ୱେବସାଇଟ୍ କହିବି ଦେଖନ୍ତୁ ଫ୍ରେଣ୍ଡସ୍ ୱେବସାଇଟ୍ ଲିଙ୍କ୍ ଦେଇଦେବି ମଧ୍ୟ ଡେସ୍କ୍ରିପ୍ସନ୍ରେ, ଆପଣ ଡେସ୍କ୍ରିପ୍ସନ୍ ଲିଙ୍କ୍ରୁ ଆପଣ ୱେବସାଇଟ୍ ଯାଇପାରିବେ, ଯାହାକି ଆପଣଙ୍କ ଦେଖନ୍ତୁ RACCTT.BSF.gov.in ରେ ଆପଣ ଆବେଦନ କରିପାରିବେ। ସେଇଭଳି ଦେଖନ୍ତୁ ଫ୍ରେଣ୍ଡସ୍ ସେ ପ୍ରଥମ କହି ରଖୁଛି ଇମ୍ପୋର୍ଟାଣ୍ଟ ଡେଟ୍ କହି ରଖୁଛି ଦେଖନ୍ତୁ ଆପଣ 25/7/2025ରୁ ଆପଣଙ୍କର ଷ୍ଟାର୍ଟିଂ ହୋଇଯାଇଛି ଆପଣଙ୍କର ଅନଲାଇନ୍ ଆବେଦନ। ସେଭଳି ଆପଣ ଲାଷ୍ଟ ଡେଟ୍ ଯଦି ଦେଖିବା ଦେଖନ୍ତୁ ଆଗରୁ କହିଛି ମୁଁ କହି ରଖୁଛି 23/8/2025 ହେଉଛି ଆପଣଙ୍କର ଆବେଦନ ଲାଷ୍ଟ ସମୟ। ସେଭଳି ଦେଖନ୍ତୁ ଆପ୍ଲିକାନ୍ସ ଫିସ୍ କହି ରଖୁଛି ସର୍ବପ୍ରଥମେ ଆପଣଙ୍କର ଜେନେରାଲ୍ OBC EWS କ୍ୟାଣ୍ଡିଡେଟ୍ ପାଇଁ 100 ପେ କରିବାକୁ ପଡ଼ିବ, କେବଳ 100ରେ। ଦେଖନ୍ତୁ ସେଭଳି SC ST ESM ଏବଂ ଫିମେଲ୍ କ୍ୟାଣ୍ଡିଡେଟ୍ ଯାହାକି ଆପଣଙ୍କୁ 50 ଟଙ୍କା ଆପଣଙ୍କୁ ପେ କରିବାକୁ ପଡ଼ିବ। ଏବଂ ଯେଉଁ ଫିମେଲ୍ କ୍ୟାଣ୍ଡିଡେଟ୍ କହିଲି ଆପଣ ଅଲ୍ କ୍ୟାଟାଗୋରୀ କଥା କହୁଛି, ଅଲ୍ କ୍ୟାଟାଗୋରୀ ଫିମେଲ୍ କ୍ୟାଣ୍ଡିଡେଟ୍ କଥା କହିବି, ତ ଆପଣ 50 ରୁପିଜ୍ ଆପଣଙ୍କୁ ପେ କରିବାକୁ ପଡ଼ିବ। ତେଣୁ ଦେଖନ୍ତୁ ପେମେଣ୍ଟ କେବଳ ଅନଲାଇନ୍ ମାଧ୍ୟମରେ ଆପଣ ଦେଖନ୍ତୁ BSF କନଷ୍ଟେବଲ୍ ଟ୍ରେଡ୍ସମ୍ୟାନ୍ର ଆପଣ ରିକ୍ରୁଟମେଣ୍ଟ ଭ୍ୟାକେନ୍ସି ଡିଟେଲ୍ସ କହି ରଖୁଛି। ତ ଆପଣ ଦେଖନ୍ତୁ ସର୍ବପ୍ରଥମ କରୁଛି ମେଲ୍ କ୍ୟାଣ୍ଡିଡେଟ୍ କନଷ୍ଟେବଲ୍ ଟ୍ରେଡ୍ସମ୍ୟାନ୍ ଉପରେ ଭ୍ୟାକେନ୍ସିର ଡିଟେଲ୍ସ, ଯାହାକି ଆପଣ ଦେଖନ୍ତୁ ପୋଷ୍ଟ ନେମ୍ ଆପଣ କ୍ୟାଟାଗୋରୀ କେତେ ଭ୍ୟାକେନ୍ସି ଆସିଛି ଡିଟେଲ୍ସ କହି ରଖୁଛି। ସେଭଳି ଦେଖନ୍ତୁ ଆପଣ କନଷ୍ଟେବଲ୍ କମ୍ବଲର ପାଇଁ ଭ୍ୟାକେନ୍ସି ଦେଖନ୍ତୁ, ଯାହାକି ଆପଣଙ୍କର ଜେନେରାଲ୍ 24ଟି ପୋଷ୍ଟ ଭ୍ୟାକେନ୍ସି, EWS 5ଟି ପୋଷ୍ଟ, OBC କ୍ୟାଣ୍ଡିଡେଟ୍ ପାଇଁ ଆପଣଙ୍କର 19ଟି ପୋଷ୍ଟ, SC କ୍ୟାଣ୍ଡିଡେଟ୍ ପାଇଁ ଆପଣ 10ଟି ପୋଷ୍ଟ, ST କ୍ୟାଣ୍ଡିଡେଟ୍ ପାଇଁ ଆପଣଙ୍କର 7ଟି ପୋଷ୍ଟ ଏବଂ ଟୋଟାଲ୍ ଆପଣଙ୍କର 65ଟି ପୋଷ୍ଟ ଭ୍ୟାକେନ୍ସି ଆସିଅଛି, ଯାହାକି ଆପଣଙ୍କର କନଷ୍ଟେବଲ୍ ପ୍ଲମ୍ବର ପାଇଁ ଦେଖନ୍ତୁ ଆପଣ କନଷ୍ଟେବଲ୍ ଟ୍ରେଲର ପାଇଁ ଭ୍ୟାକେନ୍ସି ଆସିଅଛି, ଯାହାକି ଆପଣଙ୍କର ଜେନେରାଲ୍ ପାଇଁ 7ଟି ପୋଷ୍ଟ, EWS ପାଇଁ 1ଟି ପୋଷ୍ଟ, OBC କ୍ୟାଣ୍ଡିଡେଟ୍ ପାଇଁ 5ଟି ପୋଷ୍ଟ, SC କ୍ୟାଣ୍ଡିଡେଟ୍ ପାଇଁ ଆପଣଙ୍କର 4ଟି ପୋଷ୍ଟ, ST କ୍ୟାଣ୍ଡିଡେଟ୍ ପାଇଁ ଆପଣଙ୍କର 1ଟିଏ ପୋଷ୍ଟ, ଟୋଟାଲ୍ ଆପଣଙ୍କର 18ଟି ପୋଷ୍ଟ ଭ୍ୟାକେନ୍ସି ଆସିଅଛି କନଷ୍ଟେବଲ୍ ଟ୍ରେଲର। ସେଭଳି ଦେଖନ୍ତୁ ସେ ଆଗକୁ କହି ରଖୁଛି କ'ଣ ଡିଟେଲ୍ସ କହି ରଖୁଛି ଦେଖନ୍ତୁ ସେଭଳି ଆପଣଙ୍କର କନଷ୍ଟେବଲ୍ କନଷ୍ଟେବଲ୍ କାର୍ପେଣ୍ଟର ଭ୍ୟାକେନ୍ସି, ଯାହାକି ଆପଣଙ୍କର 16ଟି ପୋଷ୍ଟ ରହିଯାଉଛି ଆପଣଙ୍କ ଜେନେରାଲ୍। EWS କ୍ୟାଣ୍ଡିଡେଟ୍ ପାଇଁ 3ଟି ପୋଷ୍ଟ, OBC କ୍ୟାଣ୍ଡିଡେଟ୍ ପାଇଁ 10ଟି ପୋଷ୍ଟ, 6ଟି ପୋଷ୍ଟ ଆପଣଙ୍କର ରହିଗଲା SC, 3ଟି ପୋଷ୍ଟ ପାଇଁ ST। ସେଭଳି ଦେଖନ୍ତୁ ଟୋଟାଲି 38ଟି ପୋଷ୍ଟ ଭ୍ୟାକେନ୍ସି ଆସିଅଛି ଆପଣଙ୍କର କନଷ୍ଟେବଲ୍ କାର୍ପେଣ୍ଟର ଉପରେ। ସେଭଳି କନଷ୍ଟେବଲ୍ ପ୍ଲମ୍ବର ଉପରେ ଦେଖିବା ଯଦି ଆପଣଙ୍କର 5ଟି ପୋଷ୍ଟ ରହିବ ଜେନେରାଲ୍, EWS ପାଇଁ କୌଣସି ପୋଷ୍ଟ ନାହିଁ ଏବଂ OBC କ୍ୟାଣ୍ଡିଡେଟ୍ ପାଇଁ ଆପଣଙ୍କର 3ଟି ପୋଷ୍ଟ ଭ୍ୟାକେନ୍ସି, SC ପୋଷ୍ଟ 1ଟିଏ, ST ପୋଷ୍ଟ 1, 10ଟି ପୋଷ୍ଟ ଭ୍ୟାକେନ୍ସି ହେଇଗଲା ଆପଣଙ୍କର ପ୍ଲମ୍ବର ପାଇଁ। ସେଭଳି ଦେଖନ୍ତୁ ପେଣ୍ଟର ପାଇଁ ଭ୍ୟାକେନ୍ସି କନଷ୍ଟେବଲ୍ ପେଣ୍ଟର ପାଇଁ 2ଟି ପୋଷ୍ଟ ରହିଲା ଜେନେରାଲ୍, ଆପଣ ରହିଗଲା OBC ପାଇଁ 2ଟି ପୋଷ୍ଟ ଏବଂ SC ପାଇଁ 1 ପୋଷ୍ଟ, 5ଟି ପୋଷ୍ଟ ରହିଗଲା ଆପଣଙ୍କର ଟୋଟାଲି ପେଣ୍ଟର ପାଇଁ। ଇଲେକ୍ଟ୍ରିସିଆନ୍ ପାଇଁ ଆପଣ ଦେଖନ୍ତୁ 2ଟି ଜେନେରାଲ୍, ଗୋଟେ OBC କ୍ୟାଣ୍ଡିଡେଟ୍ ପାଇଁ ରହିଗଲା ଆପଣଙ୍କର 1 ପୋଷ୍ଟ, SC ପାଇଁ 1, ଟୋଟାଲି 4ଟି ପୋଷ୍ଟ ଭ୍ୟାକେନ୍ସି ରହିଗଲା ଆପଣଙ୍କର ଇଲେକ୍ଟ୍ରିସିଆନ୍। କନଷ୍ଟେବଲ୍ କୁକ୍ ଦେଖନ୍ତୁ କନଷ୍ଟେବଲ୍ କୁକ୍ ପାଇଁ ଆପଣଙ୍କର ରହିଗଲା 566ଟି ପୋଷ୍ଟ ଆପଣଙ୍କର ରହିଲା ଜେନେରାଲ୍, 140ଟି ପୋଷ୍ଟ ରହିଲା EWS, 400ଟି ପୋଷ୍ଟ ଆପଣଙ୍କର ରହିଲା OBC କ୍ୟାଣ୍ଡିଡେଟ୍ ଏବଂ ସେଭଳି ଆପଣ ଦେଖିବେ ଆପଣ 234ଟି ପୋଷ୍ଟ SC ପାଇଁ, ST ପାଇଁ 120ଟି ପୋଷ୍ଟ। ସେଭଳି ଦେଖନ୍ତୁ ଆପଣ ଟୋଟାଲି ପୋଷ୍ଟ ରହିଗଲା ଭ୍ୟାକେନ୍ସି 1462ଟି ପୋଷ୍ଟ ଭ୍ୟାକେନ୍ସି ଆସିଅଛି, ଯାହାକି ଆପଣଙ୍କର ରହିଗଲା କୁକ୍ ପାଇଁ। ସେଭଳି କନଷ୍ଟେବଲ୍ ୱାଟର କ୍ୟାରିୟର ପାଇଁ ପୋଷ୍ଟ ଭ୍ୟାକେନ୍ସି ଆପଣଙ୍କର ଦେଖନ୍ତୁ, ଯାହାକି 282ଟି ପୋଷ୍ଟ ଜେନେରାଲ୍ ଏବଂ 64ଟି ପୋଷ୍ଟ EWS, OBC କ୍ୟାଣ୍ଡିଡେଟ୍ ପାଇଁ ଆପଣଙ୍କର 191ଟି ପୋଷ୍ଟ ଏବଂ 116ଟି ପୋଷ୍ଟ ରହିଗଲା ଆପଣଙ୍କର SC କାଷ୍ଟ ପାଇଁ, 66ଟି ପୋଷ୍ଟ ରହିଗଲା ଆପଣଙ୍କର ST କାଷ୍ଟ ପାଇଁ, ଟୋଟାଲି 659ଟି ପୋଷ୍ଟ ଭ୍ୟାକେନ୍ସି ରହିଗଲା ଆପଣଙ୍କର କନଷ୍ଟେବଲ୍ ୱାଟର କ୍ୟାରିୟର ପାଇଁ।
से देखो कन्स्टेबल वाशरमैन पे वैकेंसी 123 पोस्ट आप रहीगला वैकेंसी देखो फ्रेंड्स आप जनरल आप देखो ईडब्ल्यूएस कैंडिडेट 30 पोस्ट 27 पोस्ट आप रहीगला ओबीसी कैंडिडेट 53 पोस्ट आप रहीगला एससी एसटी रहीगला 27 320 टोटाल पोस्ट वैकेंसी होगा आपंकर कन्स्टेबल वाशरमैन तो कन्स्टेबल देखो बार्बर आप 84 पोस्ट जनरल ईडब्ल्यूएस 10टी ओबीसी 33टी एससी 19टी 9टी होगा एसटी टोटाल 115 पोस्ट वैकेंसी होगा कन्स्टेबल बार्बर कन्स्टेबल स्वीपर पोस्ट यदि देखा देखो 265 पोस्ट आप रहीगला जनरल एवं ईडब्ल्यूएस 64 पोस्ट 176 पोस्ट वैकेंसी रहीगला आपंकर ओबीसी कैंडिडेट 59 पोस्ट रहीगला एसटी एससी एसटी रहीगला 48 पोस्ट 652 पोस्ट रहीगला आपंकर वाशरमैन कन्स्टेबल वेटर देखो 5टी पोस्ट रहीगला जनरल जै गोटे पोस्ट रहा ईडब्ल्यूएस ओबीसी 4टी पोस्ट 2टी पोस्ट एससी एसटी रहीगला गोटे पोस्ट टोटाल 13टी पोस्ट वैकेंसी आसीगला आपंकर वेटर पोस्ट देखो कन्स्टेबल पंप ऑपरेटर गोटे पोस्ट रहीगला आपंकर जनरल जैक टोटाल गोटे पोस्ट वैकेंसी आसी जनरल उपर केवल पंपर पंप ऑपरेटर से देखो कन्स्टेबल क्लस्टर गोटे पोस्ट वैकेंसी जनरल केवल आसी गोटे पोस्ट टोटाल वैकेंसी आसीगला कन्स्टेबल हॉस्पिटल से देखो फ्रेंड्स आगु कही रखुची आप रहीगला देखो फ्रेंड्स आपंकर कन्स्टेबल आपंकर खोजी देखो 2टी पोस्ट जनरल एवं जैकि आपंकर ओबीसी कैंडिडेट 1टी पोस्ट टोटाल 3टी पोस्ट वैकेंसी आसीगला खोजी पोस्ट पर वैकेंसी आप टोटाली पोस्ट देखा देखो जनरल सरी टोटाली पोस्ट आप देखिए मेल कैंडिडेट जनरल आपंकर 1325 पोस्ट वैकेंसी आसी 368 पोस्ट ईडब्ल्यू देखते से 932 पोस्ट वैकेंसी आसी आपंकर ओबीसी कैंडिडेट देखो 548 पोस्ट एसटी कैंडिडेट एससी कैंडिडेट आसी 223 पोस्ट आपंकर एसटी कैंडिडेट आसी आप टोटाली 3406 पोस्ट आप वैकेंसी आसीगला टोटाली आपंकर कन्स्टेबल टेस्टमैन मेल कैंडिडेट से देखो फीमेल कैंडिडेट मुझे रखुची फीमेल कैंडिडेट कौन रोचे देखते फ्रेंड्स आपंकर कन्स्टेबल टेस्टमैन फीमेल कैंडिडेट जनरल कुक सॉरी कन्स्टेबल कम्प्लोर वैकेंसी 2टी पोस्ट जैकि आपको जनरल केवल आसी टोटाल 2टी पोस्ट देखो 2टी पोस्ट पर वैकेंसी चला कन्स्टेबल कारपेंटर पर गोटे पोस्ट जनरल गोटे पोस्ट टोटाल वैकेंसी कन्स्टेबल टेलर गोटे जनरल टोटाल गोटे पोस्ट वैकेंसी कन्स्टेबल कुक आप 33 पोस्ट वैकेंसी जनरल और ईडब्ल्यूएस आप रहीगला 7टी ओबीसी कैंडिडेट 23टी 13टी एससी कैंडिडेट एसटी कैंडिडेट 6टी रहीगला 82टी पोस्ट रहीगला टोटाली पोस्ट आप कुक उपर से देखो आप रहीगला पुणी आपंकर वाटर कैरियर वैकेंसी देखो जैकि आपंकर 15टी पोस्ट जनरल ईडब्ल्यूएस 3टी पोस्ट ओबीसी 11टी 6टी पोस्ट आप रहीगला एससी 33टी पोस्ट 3टी पोस्ट रहीगला आपंकर एसटी 38टी पोस्ट वैकेंसी रहीगला आपंकर वाटर कैरियर कन्स्टेबल वाशरमैन कन्स्टेबल वाशरमैन आप रहीगला 7टी पोस्ट जनरल गोटे पोस्ट रहीगला एससी सॉरी ईडब्ल्यूएस 5टी पोस्ट ओबीसी एससी 3टी गोटे पोस्ट रहीगला एसटी 17टी पोस्ट रहीगला 17टी आप कन्स्टेबल वाशरमैन टोटाल पोस्ट वैकेंसी देखो कन्स्टेबल बार्बर उपर 3टी पोस्ट जनरल 2टी पोस्ट ओबीसी और एससी पोस्ट गोटे रहीगला 6टी पोस्ट वैकेंसी आसी कन्स्टेबल स्वीपर पे वैकेंसी आप 14टी पोस्ट वैकेंसी रहीगला जैसे 3टी पोस्ट आप रहीगला ईडब्ल्यूएस कैंडिडेट ओबीसी 9टी पोस्ट 6टी पोस्ट एससी 3टी पोस्ट एसटी टोटाल 35टी पोस्ट वैकेंसी आसीगला आपंकर स्वीपर पोस्ट कन्स्टेबल फ्रेंड्स आपको कहीदे फीमेल कैंडिडेट टोटाल टेस्टमैन पर वैकेंसी देखिए आप देखो आप मेल फीमेल कैंडिडेट देखो जनरल कैंडिडेट 36टी पोस्ट टोटाल वैकेंसी आपंकर रहीगला ईडब्ल्यूएस 14टी पोस्ट वैकेंसी फीमेल कैंडिडेट तो ओबीसी कैंडिडेट रहा 50टी पोस्ट वैकेंसी 29टी एससी पोस्ट 13टी पोस्ट आप रहीगला एसटी कैंडिडेट तो 182टी पोस्ट वैकेंसी आसीगला आप टोटाली पोस्ट आपंकर वैकेंसी फीमेल कैंडिडेट टेस्टमैन उपर से आसतु आगे कंडक्ट जान तो से बीएसएफ टेस्टमैन रिक्रुटमेंट इलिजिबिलिटी क्राइटेरिया मैं कही रखुच्छी क्वालिफिकेशन डिटेल्स कौन रोचे फुल डिटेल्स कही रखुच्छी देखते आप कुक वाटर कैरियर वेटर पर आवेदन कर आपको केवल मिनिमम आपको 10th पास कर दरकार प्लस आप फूड प्रोटेक्शन किचन कोर्स पर किसी जेकोसी ऑर्गेनाइजेशन जो आप आवेदन करेंगे से देखते से मुझे नेक्स्ट आप देखो आप कार्पेंटर प्लम्बर पेंटर इलेक्ट्रीशियन पंप ऑपरेटर और प्लस्टर जैक आपंकर 10th पास प्लस 2 years ITI ट्रेड उपर कर दरकार आपंकर 1 year ITI
ଭୋକେସନାଲ୍ କୋର୍ସ ଉପରେ ରହିଲେ ଚଳିବ, ଯାହାକି ପ୍ଲସ୍ ଆପଣଙ୍କର 1 ଇୟର୍ ଏକ୍ସପିରିଏନ୍ସ ରହିଥିବା ଦରକାର, ତାହେଲେ ଆପଣ ଏଇ ଜବ୍ ପାଇଁ ଆବେଦନ କରିପାରିବେ। ସେଭଳି ଦେଖନ୍ତୁ ମୁଁ କହି ରଖୁଛି ଆପଣଙ୍କର କବଲର ଆଉ ଟେଲର, ୱାସରମ୍ୟାନ୍, ବାର୍ବର, ସୁଇପର, ଖୋଜି ଇତ୍ୟାଦି। ସେଭଳି ଦେଖନ୍ତୁ ଆପଣଙ୍କର କେବଳ 10th ପାସ୍ ବ୍ୟତୀତ ଆପଣଙ୍କୁ ସ୍କିଲ୍ ଇନ୍ ଟ୍ରେଡ୍ ଉପରେ କୌଣସି ନଲେଜ ଥିବା ଦରକାର, ଯେକୌଣସି ନଲେଜ ଥିବା ଦରକାର, ପ୍ଲସ୍ ଆପଣଙ୍କୁ ମଷ୍ଟ ଟ୍ରେଡ୍ ଟେଷ୍ଟରେ ପାସ୍ ହୋଇଥିବା ଦରକାର। ଦେଖନ୍ତୁ ଏଇଟା କୌଣସି ଅଧିକ କ୍ୱାଲିଫିକେସନ୍ ମାଗୁନି, ଖାଲି 10th ପାସ୍ ସହିତ ଆପଣଙ୍କୁ ଟ୍ରେଡ୍ ଉପରେ ନଲେଜ ଥିବା ଦରକାର ଏବଂ ଦେଖନ୍ତୁ ଟ୍ରେଡ୍ ଟେଷ୍ଟ ଉପରେ ଆପଣ ପାସ୍ ହୋଇଥିବା ଦରକାର। ଯଦି ପାସ୍ ହେଉଛନ୍ତି ତାହେଲେ ଆପଣ ଏଇ ଜବ୍ ପାଇଁ ଏଲିଜିବୁଲ୍ ହୋଇପାରିବେ। ଆସନ୍ତୁ ଜାଣିବା ନେକ୍ସଟ ଡିଟେଲ୍ସ କ'ଣ ରହୁଛି। ମେନ୍ ଷ୍ଟ୍ରକ୍ଚର ହେଉଛି ଆପଣଙ୍କର ସିଲେକ୍ସନ୍ ପ୍ରୋସେସ୍ କ'ଣ ରହୁଛି। ଦେଖନ୍ତୁ ବିଏସ୍ଏଫ୍ କନଷ୍ଟେବଳ ଟ୍ରେଡ୍ସମ୍ୟାନ୍ ଉପରେ ଭ୍ୟାକେନ୍ସିର କହିବାକୁ ସିଲେକ୍ସନ୍ ପ୍ରୋସେସ୍। ତ ଆପଣ ରାଇଟିଂ ଏକ୍ଜାମ୍ ରହିବ ସର୍ବପ୍ରଥମ ଫାର୍ଷ୍ଟ ପ୍ରାୟୋରିଟି ଆପଣଙ୍କୁ ରାଇଟିଂ ଏକ୍ଜାମ୍ ରହିବ। ଫିଜିକାଲ୍ ଷ୍ଟାଣ୍ଡାର୍ଡ ଟେଷ୍ଟ ବା ପିଏସ୍ଟି ଟେଷ୍ଟ ଏବଂ ଫିଜିକାଲ୍ ଏଫିସିଏନ୍ସି ଟେଷ୍ଟ ବା ପି ଟେଷ୍ଟ ରହୁଛି ମଧ୍ୟ ଆପଣଙ୍କର ବିଏସ୍ଏଫ୍ କନଷ୍ଟେବଳର। ସେଭଳି ଦେଖନ୍ତୁ ଆପଣ ଡକୁମେଣ୍ଟରେ ଆପଣଙ୍କର ରହିବ, ଡକୁମେଣ୍ଟରେ ଯଦି କ୍ୱାଲିଫିକେସନ୍ କରୁଛନ୍ତି ତାପରେ ନେକ୍ସଟ ରହିବ ଆପଣଙ୍କର ଟ୍ରେଡ୍ ଟେଷ୍ଟ। ଯେଉଁ ଟ୍ରେଡ୍ ଉପରେ ଆପଣ ଆପ୍ଲାଏ କରିଥିବେ ସେ ଟ୍ରେଡ୍ ଉପରେ ଆପଣ ଟେଷ୍ଟ ନିଆଯିବ। ତ ତାପରେ ଆସିଲା ପରେ ଆପଣଙ୍କର ମେଡ଼ିକାଲ ଏକ୍ଜାମ୍ ରହିବ। ତ ମେଡ଼ିକାଲ ଏକ୍ଜାମ୍ ପରେ ଆପଣ ଦେଖିପାରୁଥିବେ ସେ ଫାଇନାଲ୍ ମେରିଟ୍ ଲିଷ୍ଟ ଆପଣଙ୍କର ଭ୍ୟାକେନ୍ସିର ଡିଟେଲ୍ସ ବାହାରିଯିବ। ଫାଇନାଲ୍ ମେରିଟ୍ ଲିଷ୍ଟ, ଫାଇନାଲ୍ ମେରିଟ୍ ଲିଷ୍ଟ ପରେ ଆପଣ ସିଲେକ୍ସନ୍ ପ୍ରୋସେସ୍ କମ୍ପ୍ଲିଟ୍ ହେଉଛି। ତେଣୁ ସେଭଳି ମୁଁ କହି ରଖୁଛି, ଦେଖନ୍ତୁ ଫ୍ରେଣ୍ଡସ୍ ଆପଣଙ୍କର ବିଏସ୍ଏଫ୍ ଟ୍ରେଡ୍ସମ୍ୟାନ୍ ଭ୍ୟାକେନ୍ସିର ପିଏମ୍ଟି ଟେଷ୍ଟ। ଦେଖନ୍ତୁ ପିଏମ୍ଟି ଟେଷ୍ଟ ମାନେ ଆପଣଙ୍କ ଠିକ୍ ଆପଣ ଦେଖନ୍ତୁ ମେଜରମେଣ୍ଟ ଟେଷ୍ଟ ଆପଣ କରାଉଛି। ଆପଣ ଦେଖନ୍ତୁ କ୍ୟାଟେଗୋରୀ ୱାଇଜ୍ ଏବଂ ଜେଣ୍ଡର ୱାଇଜ୍ ଆପଣ ହାଇଟ୍ ଟେଷ୍ଟ ଆପଣଙ୍କର ଆବଶ୍ୟକ ମାଗୁଛି। ତେଣୁ ଆପଣ ଦେଖନ୍ତୁ ଯାହାକି ଆପଣ ଜେନେରାଲ ଓବିସି ଏସି କ୍ୟାଣ୍ଡିଡେଟ୍ ପାଇଁ ଆପଣ ମେଲ୍ କ୍ୟାଣ୍ଡିଡେଟ୍ କେବଳ କହିବି ଯଦି ଆପଣ 165 ସେମି ରହିବ ହାଇଟ୍, ଆପଣ ଛାତି ରହିବ 75ରୁ 80 ପର୍ଯ୍ୟନ୍ତ ଆପଣ ରହିବ। ଏସଟି କ୍ୟାଣ୍ଡିଡେଟ୍ ପାଇଁ ଯାହାକି ମେଲ୍ର ଯଦି କହିବି 160 ରହୁଛି, 160 ସେମି ହାଇଟ୍, 75ରୁ 80 ସେମି ରହୁଛି ଆପଣ ଛାତି। ସେଭଳି ଆପଣ ଫିମେଲ୍ କ୍ୟାଣ୍ଡିଡେଟ୍ ଯଦି କହିବି ଜେନେରାଲ ଓବିସି ଏସି କ୍ୟାଣ୍ଡିଡେଟ୍ ପାଇଁ ଫିମେଲ୍ କ୍ୟାଣ୍ଡିଡେଟ୍ ବି ଯାହାକି ଆପଣଙ୍କର 155 ରହିବ ହାଇଟ୍ ଏବଂ ଛାତିର କୌଣସି ଆବଶ୍ୟକ ରହିବ ନାହିଁ। ସେଭଳି ଦେଖନ୍ତୁ ଆପଣଙ୍କୁ ଫିମେଲ୍ କ୍ୟାଣ୍ଡିଡେଟ୍ ଏସଟି କ୍ୟାଣ୍ଡିଡେଟ୍ କଥା ମୁଁ ଯଦି କହିବି ଦେଖିବେ ସେ ଏସଟି କ୍ୟାଣ୍ଡିଡେଟ୍ ପାଇଁ ଆପଣ ରହିଯିବ କେବଳ ଦେଖନ୍ତୁ 148 ସେମି ରହୁଛି ହାଇଟ୍ ଏବଂ କୌଣସି ଛାତିର ଆବଶ୍ୟକ ରହୁନାହିଁ। କେବଳ ଫିମେଲ୍ କ୍ୟାଣ୍ଡିଡେଟ୍ କଥା କହିବି, ଛାତିର ଆବଶ୍ୟକ ନାହିଁ। ସେଭଳି ଦେଖନ୍ତୁ ବିଏସ୍ଏଫ୍ ଟ୍ରେଡ୍ସମ୍ୟାନ୍ର ପିଟି ଟେଷ୍ଟ ଏଫିସିଏନ୍ସି ଟେଷ୍ଟ ଆପଣ ରହିବ ଯଦି ଦେଖିବା ତ ଆପଣ ରହିଛି ଇଭେଣ୍ଟ ଉପରେ ରେସ୍ ରନିଂ ରହୁଛି, ଯାହାକି ଆପଣଙ୍କ ମେଲ୍ କ୍ୟାଣ୍ଡିଡେଟ୍ ଯଦି କହିବି 5 କିଲୋମିଟର ରେସ୍ ଇନ୍ 24 ମିନିଟ୍, ଆପଣ 5 କିଲୋମିଟର 24 ମିନିଟ୍ ରହୁଛି। ଆପଣ ଫିମେଲ୍ କ୍ୟାଣ୍ଡିଡେଟ୍ ଯଦି ହେଇଥିବେ 1.6 କିଲୋମିଟର ଯାହାକି 8 ମିନିଟ୍ 30 ସେକେଣ୍ଡରେ ଆପଣଙ୍କୁ ରହୁଛି। ଫିମେଲ୍ କ୍ୟାଣ୍ଡିଡେଟ୍ ଯାହାକି 16 ମିଟର 8 ମିନିଟ୍ 30 ସେକେଣ୍ଡରେ। ଦେଖନ୍ତୁ ସେ ବିଏସ୍ଏଫ୍ ଟ୍ରେଡ୍ସମ୍ୟାନ୍ର ଆପଣଙ୍କୁ ରାଇଟିଂ ଏକ୍ଜାମ୍ ଉପରେ କହି ରଖୁଛି ଡିଟେଲ୍ସ। ଦେଖନ୍ତୁ ଯାହାକି ଆପଣ ସବଜେକ୍ଟ ଏବଂ କୋଶ୍ଚିନ୍ ନମ୍ବର କେତେ ରହିବ ଏବଂ ମାର୍କ କେତେ ରହିବ, ଯାହାକି ଆପଣ ଦେଖନ୍ତୁ ଆପଣ 100ଟି କୋଶ୍ଚିନ୍ ରହିବ, 100 ମାର୍କର ଆପଣ ରହିବ, ଯାହାକି ଆପଣଙ୍କର ରହିବ ଏକ୍ଜାମ୍। ଯାହାକି ସବଜେକ୍ଟ ୱାଇଜ୍ ମୁଁ କରିବି ଦେଖନ୍ତୁ ଆପଣଙ୍କର ଜେନେରାଲ୍ ନଲେଜ୍ ଆୱାରନେସ୍ ଉପରେ ରହିବ ଦେଖନ୍ତୁ 25 କୋଶ୍ଚିନ୍ 25 ମାର୍କ। ସେଭଳି ଆପଣ ନଲେଜ୍ ଅଫ୍ ଏଲିମେଣ୍ଟାରୀ ମ୍ୟାଥମେଟିକ୍ସ ଉପରେ ରହିବ ଦେଖନ୍ତୁ 25ଟି କୋଶ୍ଚିନ୍ 25 ମାର୍କ। ଆନାଲିଟିକାଲ ଆପ୍ଟିଟ୍ୟୁଡ୍ ଉପରେ 25ଟି କୋଶ୍ଚିନ୍ 25 ମାର୍କ। ସେଭଳି ଦେଖନ୍ତୁ ଆପଣ କହି ରହୁଛି ଆଗକୁ ଆଗକୁ ଆପଣଙ୍କର ବେସିକ୍ ନଲେଜ୍ ଅଫ୍ ଇଂଲିଶ ହିନ୍ଦୀ ବା ଇଂଲିଶ ଲାଙ୍ଗୁଏଜ୍ ଆପଣ ରହିବ ସବଜେକ୍ଟ ୱାଇଜ୍। ତ ଆପଣ 25ଟି କୋଶ୍ଚିନ୍ ଆସିଯିବ, 25 ମାର୍କ ଆପଣ ଟୋଟାଲ୍ ରହିଯିବ। ସେଭଳି ଆପଣ 100ଟି କୋଶ୍ଚିନ୍ ରହିଯିବ ଟୋଟାଲି ଆପଣ 100 ମାର୍କର ଏକ୍ଜାମ୍ ଆପଣଙ୍କର କଣ୍ଡକ୍ଟ କରାଯିବ ରାଇଟିଂ ଟେଷ୍ଟ। ଦେଖନ୍ତୁ ଆସିଥିବା କନଷ୍ଟେବଳ ଟ୍ରେଡ୍ସମ୍ୟାନ୍ ଉପରେ ଭ୍ୟାକେନ୍ସିର ଦେଖନ୍ତୁ ଯାହାକି ଆପଣଙ୍କ ଅଫିସିଆଲ୍ ନୋଟିଫିକେସନ୍ ମୁଁ ଆସିଅଛି। ଦେଖନ୍ତୁ ଯାହାକି ଆପଣଙ୍କର ଗଭର୍ଣ୍ଣମେଣ୍ଟ ଅଫ୍ ମିନିଷ୍ଟର ହୋମ୍ ଆଫେୟାର୍ ଉପରେ ଜାରି ହୋଇଛି, ଯାହାକି ଡାଇରେକ୍ଟର ଜେନେରାଲ ବୋର୍ଡର ସିକ୍ୟୁରିଟି ପୋଷ୍ଟ ଉପରେ ଭ୍ୟାକେନ୍ସି ଡିଟେଲ୍ସ ଆସିଅଛି, ଯାହାକି ଆପଣଙ୍କ ଦେଖିପାରୁଥିବେ ଜୁଲାଇ 24 ତାରିଖରେ ଆପଣ ଜାରି ହୋଇଛି ନୋଟିସ୍ଟି। ତ ସେଇଭଳି ଆପଣ ଅନଲାଇନ୍ ଆଡଭର୍ଟାଇଜମେଣ୍ଟ ଦେଖନ୍ତୁ, ଯାହାକି ଆପଣଙ୍କର ମେଲ୍ କ୍ୟାଣ୍ଡିଡେଟ୍ ପାଇଁ ଫିମେଲ୍ କ୍ୟାଣ୍ଡିଡେଟ୍ ପାଇଁ ଆବେଦନ କରିବା ପାଇଁ ଆପଣ ଜବ୍ ରିକ୍ରୁଟମେଣ୍ଟ ଆସିଅଛି, ଯାହାକି ସିକ୍ୟୁରିଟି ପୋଷ୍ଟ ଉପରେ ଭ୍ୟାକେନ୍ସି ଦିଅର 24-25 ଡକ୍ୟୁମେଣ୍ଟର। ସେଭଳି ଦେଖନ୍ତୁ ଆପଣଙ୍କର ସମସ୍ତ ଡିଟେଲ୍ସ ମୁଁ କହି ରଖିଛି। ତ ସେଇଭଳି ଆପଣ ସମସ୍ତ ଡିଟେଲ୍ସ ଭିଡ଼ିଓ ମାଧ୍ୟମରେ ସମସ୍ତେ ଜାଣିଛନ୍ତି। ତେଣୁ ଯଦି ଆପଣଙ୍କୁ କିଛି ବି ଡାଉଟ୍ ହୁଏ ତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ, ତ ମୁଁ ସମସ୍ତ ଡିଟେଲ୍ସ ମୁଁ କହି ରଖିବି। ଅଫିସିଆଲ୍ ନୋଟିଫିକେସନ୍ ପାଇବାକୁ ଚାହୁଁଛନ୍ତି ତ ଆପଣ ଲିଙ୍କ୍ ଦେଇଦେବି, ସେଠି ଡାଉନଲୋଡ଼ କରିପାରିବେ। ଯଦି ଆପଣଙ୍କୁ କିଛି ବି ଡାଉଟ୍ ହୁଏ ତ ଆପଣ ଜଣାନ୍ତୁ। ଯଦି ଚ୍ୟାନେଲ୍ ନୂଆ ଅଛନ୍ତି ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରିନିଅନ୍ତୁ। ଯଦି ଭିଡ଼ିଓଟି ଭଲ ଲାଗିଛି ତ ଲାଇକ୍ କରିବେ, ସେୟାର କରିବେ ଏବଂ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବାଇ ରଖିବେ।